ଆଜିର ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓରେ ମୁଁ ପ୍ଲସ୍ ଥ୍ରୀ ସ୍ପଟ୍ ଆଡ଼ମିସନ୍ ସମ୍ପର୍କିତ ଦୁଇଟି ଇମ୍ପୋର୍ଟାଣ୍ଟ କଥା ଡିସ୍କସନ୍ କରିବି। ସେ ଦୁଇଟି ଇମ୍ପୋର୍ଟାଣ୍ଟ କଥା ହେଲା, ଯଦି ଆପଣମାନେ ପ୍ଲସ୍ ଥ୍ରୀ ସ୍ପଟ୍ ଆଡ଼ମିସନ୍କୁ ଅପେକ୍ଷା କରିଛନ୍ତି, କ'ଣ ଆପଣମାନେ ପ୍ଲସ୍ ଥ୍ରୀ ସ୍ପଟ୍ ଆଡ଼ମିସନ୍ରେ ନିଜର କଲେଜ କିମ୍ବା ଅନର୍ସ ଚେଞ୍ଜ କରିପାରିବେ କି? ଯଦି ଆପଣମାନଙ୍କ ମନପସନ୍ଦର ସବଜେକ୍ଟ ମିଳିନି କିମ୍ବା କଲେଜ ମିଳିନି, କ'ଣ ତା ଆପଣ ସ୍ପଟ୍ରେ ପାଇବାର ସମ୍ଭାବ୍ୟତା ଅଛି କି? ତା ସହିତ ଆବେଦନ ବେଳେ ଆପଣ କ'ଣ ନ୍ୟୁ କଲେଜ ବା ନ୍ୟୁ ଅନର୍ସ ପାଇଁ ଆପଣମାନେ ଆବେଦନ କରିପାରିବେ କିମ୍ବା ନାହିଁ, ତାହା ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଲେ ଜାଣିପାରିବେ। ଆପଣମାନଙ୍କୁ ଅନୁରୋଧ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମୁଁ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଏହି ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଜଣାଇବି। ଦେଖନ୍ତୁ, ପ୍ରଥମ ପ୍ରଶ୍ନ ଥିଲା ଆପଣମାନଙ୍କର ଯେ ମୁଁ ପ୍ଲସ୍ ଥ୍ରୀ ସ୍ପଟ୍ ହେଉ କିମ୍ବା ୱେଟିଂ ଲିଷ୍ଟ ଆଡ଼ମିସନ୍ରେ ମୁଁ ମୋ ନିଜର କଲେଜ କିମ୍ବା ଅନର୍ସ ଚେଞ୍ଜ କରିପାରିବି ନାହିଁ। ଦେଖନ୍ତୁ, ବହୁତ ଗୁଡ଼ିଏ ପିଲା ଅଛନ୍ତି, ସପୋଜ ସେମାନେ କମନ୍ ଆପ୍ଲିକେସନ୍ ଫର୍ମ ବା କାପ୍ ଆବେଦନ ବେଳେ 3ଟି କଲେଜ ଦେଇଥିଲେ। ସେମାନଙ୍କର ଫାର୍ଷ୍ଟ ସିଲେକ୍ସନ୍ ହେଉ କିମ୍ବା ସେକେଣ୍ଡ ସିଲେକ୍ସନ୍ ହେଉ କିମ୍ବା ଥାର୍ଡ଼ ସିଲେକ୍ସନ୍ ହେଉ, ତାଙ୍କର ସପୋଜ 3 ନମ୍ବର କଲେଜଟି ଆସିଛି। ତ ତାଙ୍କର ଉପରେ ଆଉ 2 ନମ୍ବର କଲେଜ, 2ଟା ଅପସନ୍ ଅଛି, 2ଟା କଲେଜ ହେଉ କିମ୍ବା ସେମ୍ କଲେଜ 2ଟା ଅଲଗା ଅଲଗା ସବଜେକ୍ଟ ହେଉ, ଯେହେତୁ ସେମାନଙ୍କର ମନପସନ୍ଦର କଲେଜ 1 ନମ୍ବର ଅପସନ୍ ଅଛି, ସେ କ'ଣ କରିବେ, ସ୍ପୋର୍ଟସ୍ ସିଲେକ୍ସନ୍ ପାଇଁ କେବଳ ଏଇ 2ଟା କଲେଜରେ ଆପ୍ଲାଏ କରିପାରିବେ। ମୁଁ ଆଉ ଥରେ କହୁଛି, ଯଦି ଆପଣମାନଙ୍କର ମନପସନ୍ଦର କଲେଜ ମିଳିନି କିମ୍ବା ସବଜେକ୍ଟ ମିଳିନି, ଆପଣମାନେ ସ୍ପଟ୍ରେ ସେ ମନପସନ୍ଦର କଲେଜ କିମ୍ବା ସବଜେକ୍ଟ ପାଇଁ ଆବେଦନ କରିପାରିବେ। ମନେ ରଖିବେ, ଯଦି ଆପଣମାନଙ୍କ ମନପସନ୍ଦର କଲେଜ ହେଉ କିମ୍ବା ମନପସନ୍ଦର ସବଜେକ୍ଟ ହେଉ ଆପଣମାନଙ୍କର ଅପର ଚଏସ୍ ଅଛି। ଅପର ଚଏସ୍ ଅର୍ଥ, ସପୋଜ ମୁଁ କହିଥିଲି ଆପଣ 2, 3 ନମ୍ବର 4ଟା ସିକ୍ୱେନ୍ସିଆଲ ଲିଷ୍ଟରେ ଆପଣ କଲେଜ ଦେଇଛନ୍ତି, ଆପଣଙ୍କ ଫାର୍ଷ୍ଟ ସିଲେକ୍ସନ୍ ହେଉ କିମ୍ବା ସେକେଣ୍ଡ ସିଲେକ୍ସନ୍ ହେଉ କିମ୍ବା ଥାର୍ଡ଼ ସିଲେକ୍ସନ୍ ହେଉ, ଆପଣଙ୍କ 3 ନମ୍ବର କଲେଜ ଆସିଛି। ଆପଣମାନଙ୍କ ମନପସନ୍ଦ କଲେଜ ହେଉଛି 1 ନମ୍ବର। ଯଦି ଆପଣଙ୍କ ମନପସନ୍ଦ କଲେଜ 1 ନମ୍ବର କିମ୍ବା 2 ନମ୍ବର ଅଛି, ଆପଣ ସ୍ପଟ୍ରେ ଏଇ 2ଟା କଲେଜ ପାଇଁ ଆବେଦନ କରିପାରିବେ। ଯଦି ଆପଣ ମନପସନ୍ଦ କଲେଜ 4 ନମ୍ବର ଅଛି ବା ବିଲୋ କୌଣସି କଲେଜ ବା ଲିଷ୍ଟରେ ଅଛି, ଆପଣମାନେ ତଳେ ଥିବା କୌଣସି କଲେଜରେ ଆପଣମାନେ ଆବେଦନ କରିପାରିବେ ନାହିଁ। ମନେ ରଖିବେ, ଯାହା ବି ଆବେଦନ କରିବେ ସବୁବେଳେ ଅପର ଚଏସ୍ ଆପଣମାନଙ୍କର ରହିବ। ଯଦି ଆପଣମାନଙ୍କର ଅପର ଚଏସ୍ରେ ନୂଆ କରି ସବଜେକ୍ଟ କିମ୍ବା କଲେଜରେ ଆପଣମାନଙ୍କ ଆଡ଼ମିସନ୍ ହେଇଯାଉଛି, ସେଠି ଆପଣମାନଙ୍କର କଲେଜ ହେଉ କିମ୍ବା ଅନର୍ସ ହେଉ ଆପଣମାନଙ୍କ ବଦଳିଯିବ। ବୁଝିପାରିଲେ? କେବଳ ଆପଣମାନଙ୍କର ଅପର ଚଏସ୍ କଲେଜ ପାଇଁ ଆପଣମାନେ ଆଡ଼ମିସନ୍ ନେଇପାରିବେ। ଯଦି ଆପଣମାନଙ୍କର ଅପର ଚଏସ୍ରେ ନ୍ୟୁ ସବଜେକ୍ଟ ଅଛି କିମ୍ବା ନ୍ୟୁ କଲେଜ ଅଛି, ଅଟୋମେଟିକ୍ ଆପଣମାନଙ୍କର ସେଠି ଚେଞ୍ଜ ହେଇଯିବ ଏବଂ ପୁରୁଣା କଲେଜର ନାମ କଟି ଆପଣମାନେ ଚାହିଁଲେ ସ୍ପଟ୍ ସିଲେକ୍ସନ୍ କିମ୍ବା ୱେଟିଂ ଲିଷ୍ଟରେ ଯେଉଁଠି ଆପଣମାନଙ୍କ ସିଲେକ୍ସନ୍ ଲିଷ୍ଟରେ ନିଜ ନାଁ ଆସିବ, ସେ କଲେଜରେ ଆପଣମାନେ ଆଡ଼ମିସନ୍ ନେଇପାରିବେ। ଏବେ ଆସିବା ଦ୍ୱିତୀୟ କ୍ୱେଶ୍ଚିନ୍ ଯେ ସାର୍, ଆମେ କ'ଣ ସ୍ପଟ୍ ସିଲେକ୍ସନ୍ ହେଉ କିମ୍ବା ୱେଟିଂ ସିଲେକ୍ସନ୍ ହେଉ, ସେଠିକୁ ଆମେ ନ୍ୟୁ କଲେଜ ବା ନ୍ୟୁ ଅନର୍ସ ପାଇଁ ଆବେଦନ କରିପାରିବୁ କି? ଉତ୍ତର ହେଉଛି ନୋ। ଆପଣମାନେ ନୂଆ କୌଣସି କଲେଜ ବା ନୂଆ କୌଣସି ସବଜେକ୍ଟ ପାଇଁ ଆପ୍ଲାଏ କରିପାରିବେ ନାହିଁ। ଗୋଟେ ଗାଇଡ଼ଲାଇନ୍ସରେ ଆପଣମାନଙ୍କୁ କ୍ଲିୟରଲି ମେନସନ୍ ଅଛି, ଆପଣମାନେ କମନ୍ ଆପ୍ଲିକେସନ୍ ଫର୍ମ ବା କାପ୍ରେ ଆବେଦନ ବେଳେ ଯେଉଁ କଲେଜ ପାଇଁ ଦେଇଥିଲେ, ସେ କଲେଜ ପାଇଁ ହିଁ କେବଳ ଆବେଦନ କରିପାରିବେ। ଯେଉଁଟା ଆପଣମାନଙ୍କର କମନ୍ ଆପ୍ଲିକେସନ୍ ଫର୍ମ ବା କାପ୍ରେ ନାହିଁ, ଆପଣମାନେ ଆପ୍ଲାଏ କରିପାରିବେ ନାହିଁ। ମୁଁ ଆଉ ଥରେ କହୁଛି, ଧ୍ୟାନ ଦେବେ, ସବୁବେଳେ ଆପଣମାନଙ୍କର ଅପର ଚଏସ୍ କେବଳ ଆପ୍ଲାଏ କରିପାରିବେ, ଲୋଅର ଚଏସ୍ ଆପଣମାନେ ଆପ୍ଲାଏ କରିପାରିବେ ନାହିଁ। ଯାହା ଆପଣଙ୍କର ସିଲେକ୍ସନ୍ ହେଇଥିଲା, ଉପରେ ଯେଉଁ ସବୁ କଲେଜ ରହିଲା, ସେହି କଲେଜ ପାଇଁ ଆପଣ ଆପ୍ଲାଏ କରିପାରିବେ। ତା ସହିତ ଆପଣ କୌଣସି ନ୍ୟୁ କଲେଜ ବା ନ୍ୟୁ ସବଜେକ୍ଟ ଯେତେ ବି ଭାକାଣ୍ଟ ଥାଉ ନା କାହିଁ, ଯଦି ଆପଣମାନଙ୍କର କମନ୍ ଆପ୍ଲିକେସନ୍ ଫର୍ମ ବା କାପ୍ରେ ନାହିଁ, ଆପଣମାନେ ଆପ୍ଲାଏ କରିପାରିବେ ନାହିଁ। ଏବଂ ଆଉ ଗୋଟେ କଥା କହୁଛି, ପିଲାମାନେ ପଚାରନ୍ତି, ସାର୍ ଆମେ ପ୍ଲସ୍ ଥ୍ରୀ କାପ୍ ଆପ୍ଲାଏ କରିନୁ, ଯେତେବେଳେ ଆପ୍ଲାଏ ଚାଲିଥିଲା ଆମେ ପ୍ଲସ୍ ଥ୍ରୀ କାପ୍ ଆପ୍ଲାଏ କରିପାରିନୁ, କ'ଣ ପ୍ଲସ୍ ଥ୍ରୀ ସ୍ପଟ୍ ସିଲେକ୍ସନ୍ ଆମେ ଆପ୍ଲାଏ କରିବୁ? ଦେଖନ୍ତୁ, ଯଦି ଆପଣମାନଙ୍କର ପ୍ଲସ୍ ଥ୍ରୀର କମନ୍ ଆପ୍ଲିକେସନ୍ ଫର୍ମ ବା କାପ୍ ନାହିଁ, ଆପଣ ଆପ୍ଲାଏ କରିପାରିବେ ନାହିଁ। এইটা ଥିବା ଆପଣଙ୍କ ବାଧ୍ୟତାମୂଳକ। ଯଦି ଆପଣ ଫାର୍ଷ୍ଟ ସିଲେକ୍ସନ୍ ହେଉ କିମ୍ବା ସେକେଣ୍ଡ ସିଲେକ୍ସନ୍ ହେଉ, ଥାର୍ଡ଼ ସିଲେକ୍ସନ୍ରେ ଆପଣଙ୍କର କମନ୍ ଆପ୍ଲିକେସନ୍ ଫର୍ମ ନଥିବା ଦ୍ୱାରା ଆପଣ ଭାଗ ନେଇପାରିନଥିଲେ, ତ ସେହିପରି ଆପଣ ସ୍ପଟ୍ ହେଉ କିମ୍ବା ୱେଟିଂ ଲିଷ୍ଟ ହେଉ ଆପଣମାନେ ଆଡ଼ମିସନ୍ ନେଇପାରିବେ ନାହିଁ। ଏବଂ ଆଉ ଗୋଟେ କଥା ଆପଣମାନେ ଧ୍ୟାନ ଦେବେ, ଆପଣମାନଙ୍କୁ ଯେତେବେଳେ ଅପର ଚଏସ୍କୁ ଆପଣମାନଙ୍କର ଆବେଦନ କରିବା ପାଇଁ ପଡ଼ିବ, ସପୋଜ ଯଦି 1 ନମ୍ବର 2 ନମ୍ବର କଲେଜରେ ଆପଣମାନଙ୍କୁ ଆପ୍ଲାଏ କରିବାକୁ ଇଚ୍ଛା ଅଛି, ଆପଣ ଲଗ୍ଇନ୍ କଲେ ସେଠି ଆପଣଙ୍କୁ ଚେକ୍ ବକ୍ସ ଦେଖିବାକୁ ମିଳିଯିବ। ଆପଣମାନେ ଚାହିଁଲେ
गोटे हो कि दुईटा हो आप जिते इच्छा ऊपर चॉइस आपर अच्छी आप सबू कॉलेज आप चेकबक्स आप टिक करके आवेदन करेंगे मन रखिए बाध्य ना आपण केते आप्लाय करने आपड़ चाहिए अपर चॉइस जिते भी कॉलेज अच्छी सबू कॉलेज आपण मैंने आवेदन करेंगे आ मन रखु स्पॉट आप्लाय आपर ऑनलाइन माध्यम हम आपण मानक कौटी कॉलेज जावाई पड़ो ना आपन कौन करेंगे साम्स वेबसाइट रे निजर फोन नंबर एवं पासवर्ड दे लॉगिन कर सारा पर आपण मानक चेकबक्स शो कर चेकबक्स आप टिक कर सारा पर ओटीपी पकई आपण मैंने निजर आप्लाय सबमिट करेंगे मन रखिए आपण मान प्रोसेसटा बहुत इजी जिते बड़े स्पॉट सिलेक्शन आसो मुझे वीडियो माध्यम जनईदेवी और आउ गोटे कथा आप जनईदे फोन में आप इजी आराम से आप्लाय करेंगे कौन व्यस्त हबार दरकार नहीं आशा करे आज भिडियो आपण सबकि बुझीपारे और भिडियो शेष पर्यटन देखिथार आपण बहुत बहुत धन्यवाद।